भारत माता की जय। इनकलाब जिंदाबाद। आमे तो भाग्यवान पिला रे आउके आम परी थिला रे। नहीं 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 नाटा सिना मोर बाघेश्वर बाघा किंतु किंतु मुए दुनिया रहत बाघा मणिषटिए। एठी भल लोकंकर स्थान नाही। सतरे कौन यही समाज रे भल मनीष को बंचीवा मन्ना। मोर मध्य दिने स्वप्न थिला भल मनीष एबी देश मातृका पाई सेवा करीबी। हेले समाज जन समाज मते जारा जे कही उपहास करूची सतरे सतरे मो कण गोटाए पास्टा गरीब मणिषर साथी हेउची दुख दुखर बंधु हेउची लुह। लुह को बात देले ए अभागा मणिषटा एका होई जाए। अरे काहे के जीवन सृष्टि कल रे नाम बापार परिचय अछि नाम मार परिचय अछि नाम बंची पारुची नाम मरी पारुचे। मामू मते पाली पोसी एड़े टेरु एड़े टेक कले किंतु केते दिन दुनिया टाहिटा पासलंती शेषर बाध्य होई तांको घर लुचिकी मु पागल भूमिकार अभिनय करुची। हाँ हाँ मु केवल पागल भूमिकार अभिनय करुची किंतु किंतु मु पागल नुह ना ना मु पागल नुह केवल पागल भूमिकार अभिनय करी खोजुची गोटाए रहस्य काहे केठी भल मणिष को बंचीवा मन्ना। जीवन मिले एते
କହିଲା କଣ ନା ଏଠି ଭଲ ମଣିଷକୁ ବଞ୍ଚିବା ମନା। ରଖ ହୋ ତମ ସେ ଭଲ ମଣିଷକୁ। ଚଲା ଘର ବୁଡ଼ିଆରେ ପାଣି ଆଣ୍ଠିଏ ହେଲାଣି, ଭଲ ମଣିଷ ଖୋଜା ଚାଲିଛି। ଆରେ ବାବା ତୁ, ଏ ଭଗବାନ, ମୁଁ ତତେ ଚିହ୍ନି ପାରୁନଥିଲି। ହଁ ଏବେ କିନ୍ତୁ ମୁଁ ତତେ ଠିକ ଚିହ୍ନି ପାରୁଛି। ଆରେ ତୁ ହଉଛୁ ମୋ ଭଣଜା ବାଘେଶ୍ୱର ବାଘା, ଆଉ ମୁଁ ହଉଛି ତୋ ମାମୁଁ। ମୋ ନାଁ ହଉଛି ପ୍ରାଣନାଥ। चुप, एकदम चुप, खबरदार। अच्छा होशियार, जंगल में नीरा ଆଉ ଜଙ୍ଗଲ ନୀର ମାନେ କଣ ବାପା? ପାଖ ଗୁମ୍ଫା ଭିତରୁ ପଦାକୁ ବାହାରିଛି। ଇସି ବାପା ଲୋ, ସତର୍କ ହେଇଯାଅ, ସମସ୍ତେ ସତର୍କ ହେଇଯାଅ। ତା ନହେଲେ କହିବ କଣ କହିବ ବାପା? ପାଖ ନେଇଗଲା, ଦୌଡ଼ି ଆସ, ଦୌଡ଼ି ଆସ। ଏଠି ରାବଣ ଦେହରେ ନିଆଁ ଲଗେଇ ହସୁଥିବା ସବୁ ମଣିଷ ଗୋଟାଏ ଗୋଟାଏ ରାବଣ। ଆଚ୍ଛା, ହରେ କୃଷ୍ଣ ଜପ କରି କଂସକୁ ରାକ୍ଷସ ବୋଲି କହୁଥିବା ଜନତା ଏଠି ଗୋଟାଏ ଗୋଟାଏ କଂସ। ଆରେ ବାବା, ତୁ କଣ ସତରେ ପାଗଳ ହେଇଯାଇଛୁ? ତୁ କଣ ସତରେ ପାଗଳ? ମୁଁ ପାଗଳ, ମୁଁ ପାଗଳ, ମୁଁ ପାଗଳ, ମୁଁ ପାଗଳ। ଆଚ୍ଛା, ଏଠି ସମସ୍ତେ ପାଗଳ। ତମେ ପାଗଳ, ମୁଁ ପାଗଳ। ମୁଁ ପାଗଳ ନୁହଁରେ, ପାଗଲ ପ୍ରେମୀ ଆୱାରା। ଗାଇଯା ବାପା, ମନ ଭରିକି ଗାଇଯା। सर की जो सर से वो धीरे धीरे। अच्छा, पागल हूँ अरे मैं धीरे धीरे। ଥାଉ ସେ ଛଇ ଆଉ ମୋ ପାଖରେ ଦେଖା ନା ରେ ଭଣଜା। ତୁ ପାଗଳ ନୁହଁ, କେବଳ ପାଗଳର ଅଭିନୟ କରୁଛୁ। ଆରେ ପାଗଳ ନ ହେଇକି ବି ଏ ଦୁନିଆ ଆଖିରେ ତୁ ପାଗଳର ଅଭିନୟ କରୁଛୁ। କିନ୍ତୁ ମୁଁ ସବୁ ଜାଣେ। ଆରେ ମୁଁ ହଉଛି ତୋ ମାମୁଁ, ଆଉ ତୁ ହଉଛୁ ମୋ ଭଣଜା ବାଘେଶ୍ୱର ବାଘା, ଆଉ ମୁଁ ହଉଛି ଏଇ ରାଜା ପ୍ରତାପ କେଶରୀଙ୍କ ପ୍ରତାପଗଡ଼ର ଗୁମାସ୍ତା। ମୋ ନାଁ ହଉଛି ପ୍ରାଣନାଥ। ଓ ତାହେଲେ ତମ ନା ପ୍ରାଣନାଥ। ନଡ଼ିଆରେ ଅଛି ତିନିଟା କଣା। ଆଚ୍ଛା, ସବୁ କଥା ତମକୁ ଜଣା। ଠିକ କହିଛ ବାପା। ତା ସବୁ କହିପାରିବ, କହିପାରିବ ଏଇ ସମାଜ କାହିଁକି ମତେ ମାଷ୍ଟାର୍ଟ କୁହେ? ହେଇପାରିବ। ହେଇପାରିବ। ମୋ ବାପା ମାଙ୍କ ପରିଚୟ ତାହେଲେ କୁହ। ହଁ ରେ ଭଣଜା, ମୁଁ କହିପାରିବି ଏ ସମାଜ କାହିଁକି ତୋତେ ଆଜି ମାଷ୍ଟାର୍ଟ କୁହେ। ମୁଁ ଦେଇପାରିବି ତୋ ବାପା ମାଙ୍କ ପରିଚୟ। ଆଜି ମୁଁ ତୋତେ ସବୁ ଗୋଟି ଗୋଟି କରି ଖୋଲିକି କହିବି। ଆଉ ମୁଁ ଯଦି ନ କହିବି ତାହେଲେ ଏ ଦୁନିଆ ଆଖିରେ ସବୁ ଦିନ ପାଇଁ ଦୋଷୀ ପାଲଟି ଯିବି। ଆଉ ତୁ ଯଦି ନ ଜାଣିବୁ ତହିର କାରଣ, ତାହେଲେ ଏ ଦୁନିଆରେ ପରା ଭଲ ମଣିଷକୁ ବଞ୍ଚିବା ମନା ହେଇଯିବ। ଆରେ ବାବା, ମୋ କଥାଟାକୁ ମନ ଦେଇକି ଶୁଣ। ସେଇଟା ଗୋଟାଏ ଅତୀତର ଘଟଣା, ଅତୀତର କଥୋପକଥନ।
ଆରେ ଆମ ବାପା ମାଙ୍କର ଆମେ ଥିଲୁ ଦି ଭାଇ ଭଉଣୀ ଆଉ ଆମେ ଥିଲୁ ଗୋଟାଏ ଗରିବ ପରିବାରର ସନ୍ତାନ ଆମ ଦୁଇ ଭାଇ ଭଉଣୀଙ୍କ ମଧ୍ୟରେ ମୋ ଭଉଣୀ ଦେଖିବାକୁ ବହୁତ ସୁନ୍ଦର ଥିଲା ସୁନ୍ଦର ଥିଲେ କଣ ହବ ରେ ବାବା ଆମେ ଗରିବ ହେଇଥିବାରୁ ମୋ ଭଉଣୀକୁ ଜଣେ ଗରିବ ପୁଅ ହାତ ଧରି ବାହା ହେଇଗଲା ଘରେ ବଡ଼ ଯାହ ତାପରେ ଶୁଣିବାକୁ ଚାହୁଁଛୁ ଆରେ ମୋ ଭଉଣୀ ଯେତେବେଳେ ବାହା ହେଇକି ଶାଶୁ ଘରକୁ ଗଲା ସେତେବେଳକୁ ଭଗବାନ ମୋ ଭଉଣୀ କୋଳରେ ମଧ୍ୟ ଦୁଇଟି ସନ୍ତାନ ଜନ୍ମ ଦେଲେ ଆରେ ଗୋଟାଏ ପୁଅ ଆଉ ଗୋଟାଏ ଝିଅ ମୋ ଭଉଣୀର ପରିବାର ଠିକ ହସ ଖୁସିରେ ଚାଲୁଥାଏ ହେଲେ ଅକସ୍ମାତ ଦିନକର ଘଟଣା ମୋ ଭଉଣୀ ଜୀବନରେ ଗୋଟିଏ ଧୂମ୍ରକେତୁ ପଶି ଆସିଲା ଆଉ ସେଇ ଧୂମ୍ରକେତୁଟା କିଏ ତୁ ଜାଣିଛୁ ବାପା ଆରେ ସେ ଆଉ କେହି ନୁହଁ ଯିଏକି ଏବେକାର ରାଜା ପ୍ରତାପ କେଶରୀ କିନ୍ତୁ ସେତେବେଳକୁ ସେ ରାଜା ନଥିଲା ଯୁବରାଜ ଥିଲା ଆଉ ରାଜା ନ ହେବା ପୂର୍ବରୁ ମୋ ଭଉଣୀର ରୂପ ଲାବଣ୍ୟରେ ବିମୋହିତ ହେଇ ତମ ଘରକୁ ପ୍ରତିଦିନ ଆସି ଅରେ ବଡ଼ ଯାହ ମୋ ଭଉଣୀ ସହିତ ଜୋର ଜବରଦସ୍ତି ଖରାପ ସମ୍ପର୍କ ରଖିଲା ମୁଁ ସବୁ ଜାଣିଛି ମାମୁ ମୁଁ ସବୁ ଜାଣିଛି ମୁଁ ସବୁ ଦେଖିଛି ମାମୁ ସେଇ ଦିନର ହୃଦୟ ବିଦାରକ ଘଟଣାକୁ ମନେ ପକେଇଲେ ମୋ ସର୍ପାଙ୍କ ଶରୀର ତରି ଯାଏ ମାମୁ ତରି ଯାଏ ରାଜା ପୁଅର ଅନ୍ୟ ଅତ୍ୟାଚାରକୁ ମୋ ବାପା ମା ମତା ପାତି ସହି ଯାଉଥିଲେ ଅରେ ବଡ଼ ଯାହ କିନ୍ତୁ କେତେ ଦିନ ବା ସେମାନେ ସହନ୍ତେ ଶେଷରେ ବାଧ୍ୟ ହୋଇ ବିରୋଧ କଲେ ହେଲେ ସେଇ ରାଜା ପୁଅ କଣ ମାନିଲା ନା ମାମୁନା ମୋ ବାପା ମାଙ୍କ ବେକରେ ଦଉଡ଼ି ଲଗେଇ ତାଙ୍କୁ ପାଚି ଗୁଣ୍ଠରେ ଝୁଲେଇ ଦେଲା ଆଉ ଏତିକିରେ ମଧ୍ୟ ତା ମନ ଶାନ୍ତି ହେଲାନି ଯେ ମୋ ବଡ଼ ଭଉଣୀ 10 ବର୍ଷର ହେଇଥାଏ ତା ଦେହରେ ନିଆଁ ଲଗେଇ ତାକୁ ଜିଅନ୍ତା ଜାଲି ପୋଡ଼ି ପାଉଁଶ କରିଦେଲା କିନ୍ତୁ ସେତିକି ସମୟରେ ମତେ ହେଇଥାଏ ମାତ୍ର 5 ବର୍ଷ ମୋ ଛାତି ହାତ ଗୋଡ଼ ଥରୁଥାଏ ମାମୁ ଥରୁଥାଏ ତାପରେ ହଠାତ୍ ମୋର ଚେତା ଶୂନ୍ୟ ହୋଇଗଲା